সুখ বাচিনে বকমচা রখিব পাছলা দেবটি দারুণ দুঃখ জনে কেন জীবে ধর্ম থিলে হেব সখা হরে রাম হরে রাম হরে রাম। হয়ো নাথে হ্যাঁ বাবা। এই ভজন জানিছ? নাই বাবা কিছু কিছু আহুরি কি জানিଛୁ। আহুরি কিছু কিছু ভজন জানিছ? হ্যাঁ বাবা। আচ্ছা রামরুষ্ট কি কৃষ্ণ রস জানিছ? রাম রস কৃষ্ণ রস কিছু কিছু ବି ଜାଣିଛୁ। ଗୋଟେ ଭଲ ଭଜନଟେ ଗାଇଲ। ଭଜନ ଭଲ ଭଜନ ଗାଇବା ଯେ କିଛି ମିଳିବ ତ ବାବା? ସବୁ କିଛି ମିଳିବ, ଠାକୁର ବିଜୟ କରିଛନ୍ତି। ହଁ ବାବା। ଗୋଟେ ଅନେକ ଶ୍ରୋତା ମଧ୍ୟ ଅଛନ୍ତି। ବାବା ଗୋଟେ ଭଲ ଭଜନଟେ ଗାଅ, ଠିକ ଅଛି ତାହେଲେ। ସମସ୍ତଙ୍କ ମନକୁ ଯେମିତି ପାଇବ। ଠିକ ଅଛି। ଦେଇ ଗାଇଲ। କାନ୍ଦନ୍ତି ରାମ ରେ ଭାଇ ଲକ୍ଷ୍ମଣ କାନ୍ଦନ୍ତି ରାମ ରେ ଭାଇ ଲକ୍ଷ୍ମଣ
ହରେ ରାମ ହରେ ରାମ। ହଉ ବାବା ହଁ ବାବା। ତ ଭଲ ଭଜନ ଗାଉଛ। ବାବା କିଛି କିଛି ଜାଣିଛୁ ଆଉ। ଆଉ ତାହେଲେ ତମେ ଭଲ ଭଜନ ଗାଉଛ ନାଇଁ କି? ହଁ ବାବା। ଆଚ୍ଛା ତମର ଏଠି କିଏ ବନ୍ଧୁବାନ୍ଧବ ଅଛନ୍ତି? କୋଦ ପିଠା। କୋଦ ପିଠା? ହଁ ବାବା। କୋଦ ପିଠାରେ କିଏ ଅଛନ୍ତି? ରାମ ମହନ୍ତ। ରାମ ମହନ୍ତ? ହଁ ବାବା। ସିଏ ତମର କଣ ହେବେ? ସେ ଆମର କକେଇ ଶ୍ୱଶୁର। କକେଇ ଶ୍ୱଶୁର? ହଁ ବାବା। ତାହେଲେ ତମେ ବିବାହିତ? ନାଇଁ ନାଇଁ ବାବା। ଆଉ ଆମର ଆଗରୁ ଲେଖା ଜୋଖା ଅଛି ଆଉ। ଓ ତମର ଲେଖା ଜୋଖାରେ ସେ ଶ୍ୱଶୁର? ହଁ ବାବା। ଆଚ୍ଛା ତମେ କେମିତି ଚଳୁଛ କହିଲ? ଚଳୁଛୁ ବାବା ଏଇ ଯୋଗୀ ଭିକ୍ଷା ମାଗିକି ଆଉ। ଭିକ୍ଷା ବୃତ୍ତି ମାଗିକି ଚଳୁଛ? ହଁ ବାବା। ଆଚ୍ଛା ତମ ବୃତ୍ତି ବିଷୟରେ କିଛି କହିପାରିବ? ନିଶ୍ଚିତ କହିବୁ ବାବା। ଦେଇ କହିଲ। ତାହେଲେ କହୁଛୁ। ହଁ। ନାରେ 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 ନାରେ। ବାବା ହଁ। ମୁଁ ଅଟେ ଜଗିମଣି ଦିଅରେ ବାବା ଭିକ୍ଷାଣି। ମୁଁ ଅଟେ ଜଗିମଣି। ବାବା ହଁ। ଗ୍ରାମ ବାହାରେ ଖାଉ ଭିକ୍ଷା ମାଗିଣ ଖାଉ ଭିକ୍ଷା ମାଗିଣ ଖାଉ। ଭିକ୍ଷା ଗଣ୍ଡେ ମାଗୁ ମାଗୁ ଛିଡ଼ି ଗଲା ଗନ୍ଥା ଆଉ ଛିଡ଼ି ଗଲା ଗନ୍ଥା ମଣି। ମୁଁ ଅଟେ ଜଗିମଣି। ବାବା ହଁ। କରିଛୁ ବଡ଼ ଆସନ କରିବ ନିରାସନ କରିବ ନିରାଶ। ରହିବ ତୁମର ଯଶ ଦେଉଥିବ ମନ ଆଉ ଦେଉଥିବ ମନ ଜାଣି। ମୋତେ ଜଗିମଣି। ବାବା ହଁ। ଏ କଳି ଯୁଗେ ବାବା କିଏ କାହାର ଖାଉଛି? କଣ କହୁଛନ୍ତି ମ? ହଁ ବାବା। କେହି କାହାର ଖାଉନାହାନ୍ତି? କିଏ ଖାଉଛି ବାବା? ଆଉ ଲୋକ କେମିତି ବଞ୍ଚୁଛନ୍ତି କହିଲେ? ନାଇଁ ବାବା। ତା ବିଷୟରେ କିଛି ଜାଣିଛ? ନିଶ୍ଚିତ ବାବା। ଦେଇ କହିଲ। କିଏ କାହାର ଖାଏ କିଏ କାହାକୁ ଦିଏ କିଏ କାହାକୁ ଦିଏ। କଳି ଯୁଗରେ ତୁମେ କେହି ନ ପାରିଲ ଆଉ କେହି ନ ପାରିଲ ଜାଣି। ମୋତେ ଜଗିମଣି। ବାବା ହଁ। ଆମ୍ଭେ କପଟି ନହୁଁ କୃଷ୍ଣ କଥାରେ ଥାଉ କୃଷ୍ଣ କଥାରେ ଥାଉ। ଚାରି ଧାମା ଛପ ଦେଖ ଦେହରେ ହୋଇଛୁ ଆଉ ଦେହରେ ହୋଇଛୁ ବଳି। ମୋଟେ ଜଗିମଣି। ବାବା ହଁ। ଦେଖ ଆମ୍ବମାଳ ଜପ ଆମ୍ବକୁ ନାହିଁ ପାପ ଆମ୍ବକୁ ନାହିଁ ପାପ। ଘର ଦ୍ୱାର ତେଜ କରି ଆଶା କଲୁ ବଞ୍ଚି ଆଉ ଆଶା କଲୁ ବଞ୍ଚି ପାଣି। ମୋଟେ ଜଗିମଣି। ବାବା ହଁ। ଆମେ ତ ଯୋଗୀ ଭିକ୍ଷା ଲୋକ ହଁ। ବୁଝିପାରିଲ କି? କଣ କହୁଛ? ମନ ଉଚ୍ଚାଟ ହେଲାଣି ବାବା। କାହିଁକି କଣ ହେଲା କି ତମର? ଡେରି ହେଇଗଲାଣି ତ। ଡେରି ହେଇଗଲାଣି? ହଁ ବାବା। କାହିଁକି ବହୁତ ଡେରି। କୁଆ ଯିବ ନା କଣ? ହଁ ବାବା ବହୁତ ଅଛି ଯିବା। ବହୁତ ବାଟ ଯିବାକୁ ଅଛି? ହଁ ବାବା। ଆଚ୍ଛା। ମନ ମହୁଏ ଜଟ ଆମ୍ବକୁ କୁହ ବାଟ ଆମ୍ବକୁ କୁହ ବାଟ। ଏକା ହୋଇ ଯାଉଅଛୁ ପାଇବୁ କି ନାହିଁ ଆଉ ପାଇବୁ କି ନାହିଁ ଗଣି। ମୋଟେ ଜଗିମଣି। ବାବା ହଁ ବାବା। ଆଉ ଯୋଗୀ ଭିକ୍ଷା ଲୋକ। ନାଇଁ ଯେ ତମେ ତ ଯୋଗୀ ଭିକାର ଲୋକ। ହଁ ବାବା। ଏ ଶିଶୁକୁ ଏମିତି ଗୋଟେ ଅବାଗିଆ ଜିନିଷ କଣ କହିଲ ମ? ନାଇଁ ତ ବାବା। ଭେଟ ହେବ ଯୋଗିଆଣି ମୁଁ କିଛି ବୁଝିପାରିଲିନି। ଭେଟ ଯୋଗିଆଣି ଆମେ କହିଲୁ? ଆଉ ତମେ କହିଲ ନା କଣ ମୁଁ କହିଲି? ନାଇଁ ବାବା କହିନୁ କହିନୁ। ତମେ କହିନ? ନା ନା ମତେ ତମ ଚରିତ୍ରରେ ସନ୍ଦେହ ଲାଗିଲାନି ଟିକେ। ନାଇଁ ବାବା କହିନୁ ଆମେ। ନାଇଁ ତମର ଦୋଷ ବୋଧେ ଅଛି। ଆମେ ବାବା ଯିବା ପୂର୍ବରୁ ଗୋଟେ କଲ୍ୟାଣ କରି ଯିବାକୁ ପଡିବ। କଲ୍ୟାଣ କରିକି ଯିବା? ଆଉ ଯୋଗୀ ଭିକ୍ଷା ଲୋକ କଣ ଦବୁ କହୁନ? ହଁ କଲ୍ୟାଣ କର। ଯାଉଛୁ ବାବା ରୁହ କଲ୍ୟାଣ ହୋଇଥାଅ କଲ୍ୟାଣ ହୋଇଥାଅ। ବୋଲେ ବିପ୍ୟ ଭାଗରଥୀ ଭେଟ ହେବା ଯୋଗୀ
ବାବା ହଁ ହଁ ନା ତମର ଦୋଷ। ଆମ ଦୋଷ ଅଛି ହଁ। ନା ବାବା ଭେଟ ହେବ ଯୋଗିଆଣି ପୁରା। ନା ତମେ ବାରମ୍ବାର ଖାଲି କହିଚାଲିଛ। ନାଇଁ ବାବାରେ ପାଟିରୁ ସ୍ଲିପ୍ କରିଯାଇଥିବ। ତମର ପାଟିରୁ ସ୍ଲିପ୍ କରୁଛି। ହଁ ବାବା ଏବେ କ'ଣ କହିବ? ଭିକ୍ଷାବୃତ୍ତି କରିବ? ନିଶ୍ଚିତ। ଗୋଟେ କାମ କର, ହଁ ବାବା ଆମ ଏପଟ ସାଇରେ ତ ଲୋକ ଶୋଇପଡ଼ିଛନ୍ତି। ହଁ ହଁ ତମେ ଗୋଟେ କାମ କର, ସେ ତ୍ରିନାଥ ଛକକୁ ଯାଇକି ହଁ ବାବା ସେଠି ଭିକ୍ଷାବୃତ୍ତି କରୁଥାଅ। ହଁ ଠିକ୍ ଅଛି। ଆମର କାଲି ଏଠି ଅଷ୍ଟପ୍ରହରୀ ହେବ। ହଁ ଆମେ ତମକୁ ଆମ ଅଷ୍ଟପ୍ରହରୀ ଡାକିବୁ। ତମକୁ ଦାନ ଦକ୍ଷିଣା ସବୁ ଲୁଗାପଟା ଯଥାମତ ଦିଆଯିବ। ଦିଆଯିବ ତ? ହଁ ହଁ ତାହେଲେ ଆମେ ଆସୁଛୁ। ହଁ ହଁ ତମେ ଯାଅ। ନାରେ 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 ହେ दारुचि तुम चरण रख मो प्राण हे युवा बयस मोर तेजिली माता पियर काले कांत मोहर କଲେ ଅନ୍ତର ହେ बर कूले हेली जात कर्म मोर विपरीत जहाँ लेखी अच्छी के देव पोछी है षोड़श बयस मोर तेजिली माता पियर काहाकू मु पचारिबी कुआड़े जीवी हे बाप भाई कूल गला गुरस छाड़ी रहिला दुई कूଳରେ नहेली मजसे मली दूरस्थ ଯାହା ବୋଇଲା ବିଭା ମୁଁ ହୋଇ ନଥିଲି। ଆଖି ଠାର ଭାବ ପାଇ ହେଲି ମୁଁ ବାଇ ହେ ପାଞ୍ଚକ ସରୁ ଶୁଣିଲି ଏହି ବାଟେ ଗଲେ ବୋଲି ମୋଡ଼ାଇଛି ପାଇ ପାଇବାଙ୍କୁ ନ ଦେଖେ ତାଙ୍କୁ ହେ ମୁହିଁ ଅଟେ ସ୍ତ୍ରୀ ଜାତି ତହିଁକି ବଢ଼ିଲା ମତି ଦେଖିଥିଲେ ମତେ କୁହ ଜୀବନ ଦିଅ ହେ ଚିତ୍ର ଭାଗ୍ୟରଥୀ କହି ଯୋଗୀ ଆଣି ଯେ ଖୋଜହି ଏହିଠାରେ ଯୋଗୀ ଥିଲା ଜାଣି ପାରିଲା ହେ ହ୍ୟାଲୋ ଝିଅ। ମଉସା ହ୍ୟାଲୋ ମା କ'ଣ ବଡ଼ ଘର ବଡ଼ ଝିଅ ଦେହ ଦେଖାଯାଉଛି ମା। ମଉସା ଓ କୋଡ଼ି ଯାଉ ବଡ଼ ଘର ଝିଅ ବଡ଼ ଘରର ବୋହୂ କିଆ ମ ଦୁଃଖ କହିବି କି ସୁଖ କହିବି ନାଇଁ ମ ତୁ ଯାହା ଅଙ୍ଗେଲି ବେଜୁ କହ। ଏଇପଟେ ଗୋଟେ ଯୋଗୀ ଯିବାର ଦେଖିଛ କି ହଲ ମା ଏପଟେ କେତେ ଯୋଗୀ ଯିବା ଆସିବା କରୁଛନ୍ତି। ସେ ଯୋଗୀର କିଛି ତୁ ତାର ରଙ୍ଗ ଢଙ୍ଗ କହିପାରିବୁ? ହଁ ମଉସା କିଛି କହିପାରିବି ଆଉ ଯେବେ କହିବୁ ତାହେଲେ ମୁଁ ଦେଖେଇଦେବି ଆଉ କ'ଣ। ତାହେଲେ କହୁଛି ଶୁଣ ହଁ କହ। ଗାଈ କହୁଛି ଶୁଣ ସେ ପୁରୁଷର ଲକ୍ଷଣ ଜାତିରେ ଯୋଗୀ ଅଟନ୍ତି ଭିକ୍ଷା ମାଗନ୍ତି ହେ ଶୁଣ ତାରୁ ପଲଚଣ ବୟସ 17 ଜାଣ ଚାହିଁ ସେ ଦେବ ଯାହା
ଛୋଟ କରେ ଭିକ୍ଷା ମାଗେ ଘରେ ଘରେ ଅନେକ ଭାବ ଲଗାଏ କଉଡ଼ି ଦିଏ କେତେ ରଙ୍ଗେ କଥା କହେ ବାଙ୍କେ ବାଙ୍କେ ଚାହୁଁଥାଏ ନାଲ ପାଗ ମସ୍ତ କର ଦିଶେ ସୁନ୍ଦର ହେ କର୍ଣ୍ଣରେ ଫୁଲ ମେଣ୍ଟାଏ ଭୁଲଟାରେ ଠାରୁଥାଏ ଚନ୍ଦନ ଟପା କପାଳେ ଦିଶେ ସୁନ୍ଦର ହେ ଦୁଇ ପାଶେ ଆଡ଼ କୋରା ଦିଶୁଥାଇ ଗିରା ଗିରା କରି ନାଚେ ସାଥୀ ଡେରି ଡେରି ଘରେ ଘୁଙ୍ଗୁର ନାଦ କରେ ଶବଦ ହେ ମତେ ତାଙ୍କର ବେଶ ମୋଡ଼ି ଦେଉଛନ୍ତି ସେ ଅଟନ୍ତି ମୋର ପ୍ରାଣ କହିଲେ ଜାଣ ହେ ବୟସ ଯାଉଛି ସରି ନ ପାରିଲି ଭୋଗ କରି ହଟାଇବ ମୋ କଷ୍ଟ ନେବ ହେ ପ୍ରଭାଗରତି କହି ଯୋଗୀ ଆଣିଛି ଖୋଜଇ ଏଇଠାରେ ଯୋଗୀ ଥିଲା ଜାଣି ପାରିଲା ହେ ମଉସା ହଉ ଏଇ ପ୍ରକାର ତାର ରୂପ ଲକ୍ଷଣ ହଲମା ତୁ କହିଲୁ ବର୍ତ୍ତମାନ ତା ରୂପର ଶବ୍ଦ କହିଛୁ ସେଇ ଏଇପଟେ ଯିବା ଆସିବା କରିଛି ସେ ଯୋଗୀ କାଲି ଅଷ୍ଟପରି ଆମର ଏଠି ହଉଥିଲା ସେ ଅଷ୍ଟପଟି ଥିବ ମୁଁ ଡାକୁଛି ତାକୁ ଆଉ ଡାକେ ହଇନାଥେ ଭୂଇଁରୁ ବାଲୁଆ ତ ତମ ପୁଅଣ୍ଡ ବାଳ ପଚାରେ ତମକୁ ବୟସ କେତେ ଆଇ ଆଡା ଶହେ ଆରେ ଭଜନା ଗো ଶୁଣ ଶ୍ୟାମ ବନ୍ଧୁ ଗୁଣ କଥା ଶୁଣିବାକୁ ଡେରି ଶ୍ରବଣ ବାରେ ଭଜନା ଗো ଶୁଣ ଶ୍ୟାମ রাজা তুমি ঝাটি গো অনেক মাটি মাটি হইছিল দ্বার মুন্দ অনেক কণ্ঠি কাটাইবারে অজনা গো শুনো শ্যাম বন্ধু রাজা তুমি নড়িয়া গো অনেক কাঁকি কথা হইছিল পানি পেটিয়া কনে কইটি বতাবারে ভজনা গো শুনো শ্যাম বন্ধু রাধা তুমি দেউলা গো কনে কইটি সোজা হইছিল পট মহাজাই কনে কইটি রাজা বারে ভজনা গো শুনো শ্যাম বন্ধু গুণ রাধা তুমি পৌঁছ গো কনে কইটি সোজা হইছিল পট মহাজাই কনে কইটি রাজা বারে ভজনা গো শুনো শ্যাম বন্ধু গুণ রাধা তুমি সজনা গো কনে কইটি ছুই হইছিল বেসর পানি কনে খায় গুইবারে ভজনা গো শুনো শ্যাম বন্ধু ଶୁଣନ୍ତୁ ଏକ ବିଶେଷ ଶୁଣ
যোগী যোগিনী রোলে মুগ্ধ হই কুন্দনানী যোগী যোগিনী রোলে মুগ্ধ হই কুন্দনা কରୁ ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ। ପ୍ରଭୁ ନୀଳକଣ୍ଠେଶ୍ୱର ମା ଦଣ୍ଡକାଳୀ ତାଙ୍କ ଚଲାପଥରେ ପୁଷ୍ପବୃଷ୍ଟି କରନ୍ତୁ। ଜୟ ଶିବ ଶମ୍ଭୁ। ହଇବ ନାଥେ ଇଆଡ଼େ ଟିକେ ଆସିଲ। ତମେ ଆସିଲା ବେଳେ ଆମକୁ କହିଲ ଯେ ତମେ ଜଣେ ସିଦ୍ଧ ଯୋଗୀ, ଚାରି ଧାମା ଛାପ ତମ ଦେହରେ ଗୋଳା ହେଇଛି, ତମେ ପୁରା ନିଷ୍କଳଙ୍କ ମୂର୍ତ୍ତି, ତମ ଦେହରେ ଜମାରୁ କଳଙ୍କ ଟିକେ ବି ନାହିଁ, ତମେ ସମ୍ପୂର୍ଣ୍ଣ ମିଛ ଲୋକ, ସମ୍ପୂର୍ଣ୍ଣ ମିଛ। ତମେ ସିଦ୍ଧ ଯୋଗୀ ଏନେ ଦେଖିବ, ଦେଖିଲେ ତମେ ଏଇ ଲୁଗାପଟାରେ ମୁତି ପକେଇବ, ଦେଖିବ। ତେଣୁ ଦେଖଉଛି ହଲୋ ଝିଅ ଦେଖିଲୁ ମା ମୁଁ ଯୋଉ ଯୋଗୀ ସାଥିରେ କଥାବାର୍ତ୍ତା ହଉଛି ଏଇ ସେଇ ଯୋଗୀ ତ। ହଉ ନାଥେ ଦେଖି ୟା ଟିକେ ଚାଲିକି ଆସିବ। ହଁ ହଁ ଅ ନାଥେ ଏମିତି କଣ ଦୁଛାଡିଆ ହଉଛ? ଆମେ ଛିଡା କରୁଛୁ ଆଉ ତମେ ଭଲରେ ଦେଖ ସେ କିଏ? ସେ ଝିଅ କି ସେ ଆଉ କିଏ? ତମେ ଭଲରେ ଦେଖୁନା ଆଗ। ହଲୋ ଝିଅ ଦେଖିଲୁ ଦେଖିଲୁ ଏଇ ସେଇ। ନାଥେ ଆଉ ଥରେ ଚାଲ। ହଁ ଆଉ ଥରେ। ନାଇଁ ଜାଣିପାରିଲିନି ନିହାତି। ହଲୋ ଝିଅ ଇଏ ସିଏ କଣ କହୁଛୁ? ଏଇ ଜଣକ ଚୂଡ଼ାମଣକ। ହଏ ନାଥେ ଏଇ ଜଣକ ଚୂଡ଼ାମଣକ। ଆଉ କିଏ? ଚାରି ପାଞ୍ଚଟା ସେ ତ ଗୋଟାକୁ ଧରିଛନ୍ତି। ତମେ ଯୋଉ ଚିକିମିକିଆ ଡ୍ରେସ ପିନ୍ଧିନ କି? ତମେ ଇଆଡେ ଟିକେ ଆସ। ହଲୋ ଝିଅ ଏଇ ଲୋକଟି ସାଥିରେ ଯୋଉ କଥାବାର୍ତ୍ତା ହଉଛି ତ? ଏଇ ଲୋକଟି। ନାଥେ ଏବେ କଣ କହୁଛ? କଣ କହୁଛ? ନହେଲେ ନେଇକି ଯାହାରି। ଆଉ କଣ ନବନି? ତାହେଲେ ତମର କିଛି କହିବାର ଅଛି? ଦେଇ କହିଲ କୁହ। ଝିଅ ନ କରୁଛି ଭୟ ଦାଣ୍ଡରେ ସେ ନାଚ କରୁଛି, ମାତା ପିତା ତାର କିପରି ଛାଡ଼ିଲେ ଭାବନା ସିନା ମୁଁ କରୁଛି। ଆଲୋ କେଉଁ ଦେଶର ନାରୀ ଏକା ହୋଇ ବୁଲୁ ଅଛୁ କି ମରି? ଆଲୋ କେଉଁ ଦେଶର ନାରୀ ଏକା ହୋଇ ବୁଲୁ ଅଛୁ କି ମରି? କାହାକୁ ନାଥେ ତମ କଥାବାର୍ତ୍ତା ତମ ଚାଲି ଏଥିରୁ ସେ ଜାଣିଲେ ତମେ ତାଙ୍କର ସିଏ। ତମେ କହୁଛ ନୁହଁ ନୁହଁ? ତମେ କିଛି କହିବାର ଅଛି? କହିଲ କୁହ। ତୋଟା ନିର୍ମଳ ପାଣି ଜଳ ପଥର ପଡ଼ିଛି, କେତେ ଗତି ମାଟି ମଉଳ ସୁନ୍ଦରୀ ହ୍ୟାଲୋ ଝିଅ ସେ କଣ କହୁଛି ତୋର ଶୁଭୁଛି ନା ନାଇଁ? ତୁ ତାକୁ କୋଉଠି ଦେଖିନୁ, ତାକୁ ଶୂନ୍ୟରେ କହୁଛୁ ତୁ ସେ ତୋର ଘଇତା ବୋଲି। ତାହେଲେ ମୁଁ କହୁଛି ଶୁଣୁ। ଦେଖି ମା ଭଲରେ କହ। କାହାକୁ କହିବି କେହ ବା ଶୁଣିବ, କେହି ମୋର ସାହା ନାହିଁ ରେ। ଘରେ ଘର ଯାହାକୁ ତୋର
ନାଥେ ତମେ ବଡ ବଦମାସିଆ ଲୋକ। ଆମେ ବଦମାସିଆ ଲୋକ। ସେ ଜାତିରେ ଗୋପାଳୁଣୀର ଝିଅ ସେ ଦେଖିବାକୁ କେତେ ସୁନ୍ଦର ଦେଖିଲ। ଅତି ସୁନ୍ଦର। ତାଙ୍କ ସୁନ୍ଦରତା ତମେ ସରଳ ଫାଇଦା ନେଇଛ ତାଙ୍କ ସରଳତାର। ଟୋଟାଲ ନୁହଁ। ତାଙ୍କ ଜାତି କାହିଁ ନଉଥିଲ ତମେ? ଆମେ ଜାତିଟା ତାଙ୍କ ଜାତି ଦବାରେ ପକେଇ ଦଉନାହାନ୍ତି। ଜାତିଟା କଣ ଧୋବାରେ ପଡେ? ତାଙ୍କ ଜାତି ପଡେ। ତମ ଜାତିରେ ଧୋବାରେ ପଡୁଛି କି? ଆଉ ତାହେଲେ ଟଙ୍କର କେମିତି ପଡିବ? ତମେ ଠକ ଲୋକ। ଟୋଟାଲ ଠକ ନୁହଁ। ତାହେଲେ ତମେ କିଛି କହିବ? ଦେଇ କହିଲ। ହଁ ଫୁଲ ଫୁଟେରୁ ଝୁଣୁଲ ତୁ ଦେଇ ନାଉ ସେ ଦେଇ ନାଇ କହିବାର କେ ଗୁଣଲ ଲଗାଇ ଚୁନାଇଲା କେତେ ଲଗାଇ ଚୁନାଇଲା ଆଉଳିଲେ କିନ୍ତୁ ମତେ ପାରିବୁ କିନ୍ତୁ ମତେ ପାରିବୁ ନାଥେ ତମକୁ କଣ ଯେ କହିବୁ ନିଜେ ବି ବୁଝିପାରୁନି। ତାଙ୍କୁ ନୋଥ ନାଞ୍ଚ ଦେଲ ତାଙ୍କ ଆଇ ବି ଘରେ ନଥିଲେ ତାଙ୍କୁ ନେଇକି ତମେ ଆଉ କଣ ତମକୁ ଶୁଭୁନି ବୋଧେ? ଯୋଗ୍ୟରେ ଡିଗ୍ରୀ କଣ କହୁଛ? ନାଇଁ ତମେ ଗୋଟେ ମିଛୁଆ ଲୋକ ମତେ ଲାଗିଲା। ସିଏ କହିଲେନି ଆଉ କଣ ମୁଁ କହୁଛି? ଏଇ ସଭା ମଧ୍ୟରେ ସେ କହୁଛି ତମକୁ ଟିକେ ଲାଜ ଲାଗୁନି? ତମକୁ ଟିକେ ଲାଜ ଆଉ କଣ? ଆଉ ତମେ କିଛି କହିବ? ଦେଇ କହିଲ। ଘରୁ ବାହାରିଲି କଠଉ ପିନ୍ଧିଲି ଗୋଇଠି ଖାଇଲା ଜଙ୍ଗଲ ତୋ ସଙ୍ଗେ ବିରୋଧୀ କରିବା କରୁଲି ତବ ବନ୍ଧନ हेलो झिया सी देखा तो बहुत सुंदर तार रूपक देखी तू गोड़े पलि आस कौन कहूछ ताकू मोहिनी मंत्र जाना अच्छी तुम नकठक जोगी लोक कौन कला हम ठक लोक आउ कौन नकठक जानी जो पिला दिन सिद्ध होइबा तुम आइला हम कहू तुम पिला दिन सिद्ध जोगी जना पड़ो मत भी लगे तुम कि प्रकार सिद्ध जोगी पूरा सफा सिद्ध जोगी हाँ जना पड़ो तो हेलो झिया तू ताकू नबु ना छाड़ी मौसा हाँ जना पड़ियो के का को नौ देखी कहलु ना देखी बाबा को नबा ना कथा कहूची मुहि तो संग गोड़ा अछि हळदार से देछि दाना मते कला मौसा दाना मते कला ते बुझाई बुझिला नहीं तो बुझिला नाथे एठी जना पड़गला नाई बाबा तांकू गंठी धन कल शेषे गोटे
ବିଧମାଳ ଦେଲୁ ବୋଲି କହୁଛି ତମେ କହିଲ ତମ ତୁଣ୍ଡରେ ନାଇଁ ସେ ବା କହିଲେ ସିଏ କହିଲେ ବାବା ଭିକ୍ଷା କଲେ ଆମେ ଖାଇବୁ ନାଇଁ ତମେ ନ ଦେଇ କଣ ତମର ମନେ ପଡିବ ଶୁଣ ଯିଏ ଯାହାକୁ ଦେଇଥିବ ସେ ନିଶ୍ଚିତ ମନେ ରଖିଥିବ ନିଶ୍ଚିତ ଯିଏ ପାଇଥିବ ସିଏ ବି ମନେ ରଖିବ ତେଣୁ ଏଥିରୁ ଜଣା ପଡୁଛି ଆଉ କିଏ ଦେଇଥିବ ବାବା ହଁ ତମର କିଛି କହିବାର ଅଛି ମୋ ସାଙ୍ଗେ ଲାଗିଲେଣି ଯିବେ 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 ଖାଲି କହୁଛନ୍ତି ଆଉ ଯିବେନି ହଁ ପରା ତମେ ତାଙ୍କୁ ଦେଇଛ ଖାଇବାକୁ ଦେଇଛ ତାଙ୍କ ଜାତି ନେଲ ସବୁ ନେଲ ପରା ତାର ବାବା କିଛି କହିବାକୁ ପଡିବ କହିବ ଦେଇ କହିଲ ହଁ ଆଲୋ ଶିମିଳି ଫୁଲ ରଙ୍ଗ ଚହଟାଇ ସେଇ କେତେ କାଳେ ଥିବଲ ନଦୀ ବଢି ପାନ୍ତ୍ରୀଙ୍କ ବୈଶ ପୁରୁଷ ଛୁଇଲେ ଥିବଲ ହ୍ୟାଲୋ ଝିଅ ତୁ ଛୁଇଁଲେ କୁଆଡେ ତା ଜଟା ମାରା ହେଇଯିବ এই ডুপ্লিকেট জটটাକୁ ପୋଡି ଯାଉ ତାର କଣ କହୁଛୁ ଓରିଜିନାଲ ବାବା ଓରିଜିନାଲ ମଉସା ହଁ ଏବେ ଅରିଜିନାଲ କି ଡୁପ୍ଲିକେଟ ଜଣା ପଡିବ ଦେଖିମା କହିଲୁ ପୋଡି ଯାଉ ଯାଉ ନିଆଁ ଲଗା ଜଟା ତହିଁରେ ମୋ କାର୍ଯ୍ୟ ନାହିଁ ରେ କାହିଁ ପାଇଁ ମୋର ଜାତି ବୁଡାଇଲୁ ଭଲ କି ଛାଡି ନାଥେ ତମକୁ କଣ କହିବୁ ନିଜେ ଜାଣିପାରିଲ କଣ କହୁଛ ମ ତାଙ୍କ ସାଥିରେ ଭାବ ଲଗେଇଲ ପୁଣି ନାରେ ନାରେ ପୁଣି ଜାତି ନାଇଁ ମ ହେରା ବାବା କୁହନି ଖରାପ ଲାଗିବା କଥା ମୁଁ କହୁଛି ମାନେ ଏଠି ବାବା ବି ବିଜୟ କରିଛନ୍ତି ତମକୁ କେହି କ୍ଷମା କରିବେନି ଆଉ ନା କଣ କହୁଛ ମୁଁ କହୁଛି ଝିଅ ଗୁଡା କାହିଁ ଦାଣ୍ଡରେ ଲୋକ ଭାଷା କରୁଛ ଆମେ ଲୋକ ଆଶା କରୁଛୁ ଆଉ କିଏ କରୁଛି ଆଇଲା ଖାଲି ଯିବି ଯିବି କହୁଛନ୍ତି ଆଉ କହିବନି ସେ ଗୋଟେ ଲୋକ ଜଣେ ଜଣେ କଣ କହୁଛ କଲ ବାବା ଆଉ ଯୋଉଟା କଣ ଚାରିଟା ତମକୁ ତମେ ଯେମିତି କରିବ ସେମିତି କହିବ ଆମେ ତ କଣ ସେ ପଛରେ ପା ଆଇଛି ଆମର କଣ କହୁଛ ଖାଲି ଦୌଡ଼ିକି ପଳେଇ ଆଇଲେ ଆଜିକାଲି ଯୁଗରେ ଝିଅ ମିଳୁନାହାନ୍ତି ତମ ପଛରେ ପୁଣି ଯୋଡା ଯୋଡା ଝିଅ ଗୋଡଉଛନ୍ତି କଣ ତମେ କାମ ଦେବ ନା ଆଉ କିଛି କାମ ଦବ ନୁହଁ ତ ଆଉ କଣ ତମେ କିଛି କହିବାର ଅଛି ଛାଡ଼ିବୁ ଦେଇ କହିଲ କହୁଛୁ ପୋଖରୀ ହୁଡ଼ାରେ ବସି ଚଞ୍ଚାଳ ପକ୍ଷୀ ଚର ଚର କରୁଛି ଡେଙ୍ଗେଇ ନାଲିକି ଦେହ ମାଗିବାରୁ କଳି କଳି ହଁ ଲୋ ଝିଅ ଯୋଗୀ ବଳ ପଳେଇବ କହୁଛି ସିଏ କହୁଛି ମୁଁ କଣ କହିବି ମତେ ବୁଝେଇଲେ ସେ ବୁଝୁନି ଗୋଟେ କାମ କରି ଆଜିକାଲି ଯୁଗରେ କଅଁଳିଆ କଥା କହିଲେ କେହି ଶୁଣିବେନି ଟିକେ ଟାଣୁଆ ହବାକୁ ଟାଣୁଆ କଣ କୁଟା କୁଟି ନହେଲେ ମା ସେ ବୁଝିବନି ଆଜିକାଲି ଯୁଗରେ ମର୍ଦ ପୁଅନକେ ଭାରି ଗାଲୁଆ ହେଲେ ହବ ବିନା କୁଟା କୁଟେ ସେ ଜମା ମଙ୍ଗିବନି ଆରେ ଡକ୍ଟର କଣ କହିଲି କି ପିତ୍ତଳ ଚକି ତାଟେ କି ପାଇଁ ନହେଲା ନାଥେ ତମେ ଆସିଲା ବେଳେ କହିଲେ ତମେ ସିଦ୍ଧ ଯୋଗୀ ନାଇଁ ଜଣଙ୍କର ପାଖରେ ଆଉ ଜଣ ପାଖରେ କିଛି କାମ ନଥିଲେ ସେ କିଛି କହିବ ତାକୁ
ମୁଁ ବାବା ଦେଖୁଛି କଣ ଖେଳ ଲଗେଇଛ ନେଇଯାଅ ବୋଲି। ମୁଁ କହୁଛି ହଁ ବାବା। ଆଏ ଦାଣ୍ଡରେ ଦିଟା ଝିଅ ତାଙ୍କର ଲଜ୍ଜା ସରମ ଛାଡିକି ତମକୁ କହୁଛନ୍ତି, ତମକୁ ଟିକେ ଲାଜ ଲାଗୁନି? ତାହେଲେ କହୁଛନ୍ତି ନା ବାବୁ? ସେ ଏକୁଟିଆ ତାଙ୍କ ଆଡୁ ପଳେଇ ଆସିଛନ୍ତି। ହଁ ବାବା ଧୀରେ କିଏ ହବ କହିଲ? ତମେ ତା ଟିକେ କିଛି ଦୋଷ ରଖିଛ। ହଁ ବାବା କିଛି ତମର କହିବାର ଅଛି? ଛାଡ଼ିବୁ ଦେଇ କହିଲ। କହୁଛୁ ଆଲୋ ପଟାକୁ ପଟା ସ୍ତ୍ରୀ ମାନଙ୍କର ଏମିତି ଛଟା ଘୋଡ଼ା ମାରି ଦେଲା ଗୋଡ଼ିକି ଘୋଡ଼ା ଯୌବନ ଭିତରେ ପଶିଲା ସଂସାର କରୁଛୁ କେତେ ଲବଳା ସଂସାର କରୁଛୁ କେତେ କିଛି ନାମ କାହାକୁ ନଡ଼ରେ ମୁଁ କାହାକୁ ନଡ଼ରେ କି ଛାଡ଼ି ନଲେ କି ଛାଡ଼ିବି ତତେ ଝିଅ ତୁ ତାକୁ ତ ସ୍ୱାମୀ ଭାବିକି ଯେମିତି କଳିଆ କଥା କହୁଛୁ, ସେ ତତେ ବାଡେଇଲାଣି। ମୁଁ କଣ ବାଡେଇବି ଛାଡ଼ିଦେବି? ତୁ କିଛି କରିପାରିବୁନି, ତୁ ଏମିତି ରହିବୁ। ମୁଁ କହୁଛି ଶୁଣୁ, ଦେଇ କହିଲୁ ମା। ସୁଯୋଗ ହଇଲା ଦେଖାଇ କହିଲା କୁହା କହି ପାଲିରେ ମୋ ପାଇଁ ମତେ କହ ମଶା କଥାର ଉତ୍ତର ଦଉଛି। ମୋ ପାଇଁ ମତେ କହଲ ମଶା, ମୋ ପାଇଁ ମତେ କଥାରା ଗଦମ ଛାଡ଼ି ଆଇ ତ ଛାଡ଼ି ଆଇ ନାଥେ ଯାହା ହେଲା ହେଲା, ଆଉ 2026 ମସିହାରେ ଲୋକ ହସା ତାଙ୍କୁ ନେଇକି ତମେ ଯାଅ। ପିଲା ଗୁରା କେତେ ଲଜ୍ଜା ସରମ ଛାଡିକି ଆସିକି ଏମିତି ହଉଛନ୍ତି। ତାହେଲେ ନେଇକି ଯିବାକୁ ପଡ଼ିବ। ହଁ ହଁ ତମେ ନେଇଯାଅ। ପୋଖରୀ ହୁଡ଼ାରେ ଶ୍ୟାମ ନଟି ବସା କରିଥିଲା କୋଇଲି ଦବୁ ଦବୁ ବୋଲି ଛମାସ ନଥିଲା ଯୋଗିଆଣି ବେଳ ଛାଇ ତୁମ୍ଭ ଭଲ ନିଚେ କଲୁ ଯୋଗୀ ପଣ ଛାଡ଼ି ସଂଯୋଗୀ ହେଲୁ ଯୋଗିଆଣି ବିବାହେଲୁ ଯୋଗିଆଣି ବିବାହେଲୁ ଆହେ ବାବା ମୋର ଘେନ ଜ୍ଞାନରେ ଯାହା ବୋଇଲି ତୁଲେ ମାନେ ମୋର ସାହା ହୋଇବା କାନ୍ତକୁ ମୋର ପାଇଲି ଭାଗ୍ୟରଥି କହିଲ ମଉସା ଭାଗ୍ୟରଥି କହିଲି ଦୋଷ ଧରିବ ନାହିଁ ସେ ତ ଧରିବ ନାହିଁ ବାବା ହଁ ତାହେଲେ ନେଇକି ଯାଉଛୁ ଆମେ ପ୍ରଥମରୁ ଜାଣିଥିଲୁ। ହଁ ବାବା ତମେ ଯେମିତି ଆଜି ବାହାରିଲନି କି ତମ ଚିକିମିକିଆ ଡ୍ରେସ ହଁ ବାବା ସାଧୁ ଲୋକ କଣ ଏମିତି ବେଶରେ ଆସନ୍ତି? ସାଧୁ ବେଶ ତ ଏଟ ଦେଖ ଆଜିକାଲି ଯୁଗରେ ଜାଣିଛ ନା ନାଇଁ, ହଁ ବାବା ଯିଏ ପୁରା ସୁଟ ପକେଟରେ କିଛି ନାହିଁ, ହଁ ହଁ ତମେ ସେଇଭଳିଆ ଲୋକ। ଠିକ ଅଛି ବାବା ତମେ ନେଇକି ଯାଅ। ତାହେଲେ ବାବା ଯାଉଛୁ ଯେ କିଛି ତୀର୍ଥ ଫିର୍ଥ ଟିକେ କରିକି ଯିବାକୁ କଣ ପଡ଼ିବ କହୁଛ? ଆହୁରି ତୀର୍ଥ କରିବ? ତୀର୍ଥ ନେଇକି ଯାଇ ହବ ତମର ପ୍ରବଳ ନାଁ। ନାଇଁ ବାବା ହଉ 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 ସକାଳ ତୀର୍ଥ ତ ଚରଣେ ପଦିକା ଯିବି କି ଚରଣେ ଜୟ ତାଇ ଶିବନା ଶିବ ଜୟ ତନ୍ତି ବାବା
ହଁ ବାବା ସଇଲା ନାଇଁ ଆହୁରି ବାକି ଅଛି ଆହୁରି ଅଛି। ଆମେ କଣ ଏମିତି ଛାଡ଼ିଦେବୁ ନା କଣ ବାବା। ତମେ ପୁଣି ନେଇକି ଆଉ ଥରେ ଛାଡ଼ିଦେବ ନାଇଁ ଆଉ କଣ ଛାଡ଼ିବୁ ନାଇଁ ନାଇଁ ଆମେ ତମକୁ ବିବାହ କରିବୁ ତାପରେ ଛାଡ଼ିବୁ ଝିଅ ଦିଟା ହଇରାଣ ହଉଛନ୍ତି ନା ବହୁତ ହଇରାଣ ହଉଛନ୍ତି ଆଉ ହଇରାଣ ହଉନାହାନ୍ତି ହଁ ବାବା। ତମେ ଅପେକ୍ଷା କର ମୁଁ ବାରିକଙ୍କୁ ଡାକୁଛି ଡାକ ବାବା